ଏବେ ଗ୍ୟାସ୍ ଆସୁନି, ବହୁତ ପ୍ରୋବ୍ଲେମ ହଉଛି। 2-3 ଦିନକୁ ଗୋଟେ ଲେଖା ଲୋଡ୍ ଆସୁଛି। ଆଉ ପ୍ରାୟ ଲୋକଙ୍କର ବୁକିଂ ବି ହଉନି। ବୁକିଂ ମାନେ କହୁଛି ଲିମିଟ୍ ସରିଯାଇଛି ବୋଲି। ଆଉ ଲୋକ କହୁଛନ୍ତି ଆମର ତ ଡବଲ ଟାଙ୍କି, ଆମେ ଗୋଟେ ଟାଙ୍କି ନେଇକି ଫୁଲ୍ ଟାଙ୍କି ଷ୍ଟକ୍ ରଖିବା କଥା। ଆମର ତ ଗୋଟେ ଟାଙ୍କି ଲାଗିଛି, ଗୋଟେ ଟାଙ୍କି ଖାଲି ଅଛି, ତ ଆମେ ବୁକ୍ କଲେ କ'ଣ ପାଇଁ ନେଉନୁ? ଏସବୁର ସମସ୍ୟା ଅଛି। ଆଉ ପେମେଣ୍ଟ ମାନେ ପେମେଣ୍ଟ କଲେ, ଅନଲାଇନ୍ ପେମେଣ୍ଟ କଲେ ତାପରେ ଅନଲାଇନ୍ ପେମେଣ୍ଟ କଟି ଯାଉଛି, ମାନେ ହଉନି ଠିକ୍ ସେ। ଆଉ କଲ୍ କଲେ ବି ବୁକିଂ ନେଉନି, ମାନେ ନମ୍ବର କହୁଛି, ବୁକିଂ ନମ୍ବର କହୁଛି, କିନ୍ତୁ କିଛି ରେସ୍ପଣ୍ଡ ନାହିଁ, ମେସେଜ ଆସୁନି। ଅନଲାଇନ୍ ମେସେଜର ବି ବହୁତ ପ୍ରୋବ୍ଲେମ ରହୁଛି। ଏସବୁ ଏମାନେ ସବୁ ପ୍ରାୟ ଲୋକ ଅଛନ୍ତି ଡାଇରେକ୍ଟ ନେଉଛନ୍ତି। ଯୋଉମାନେ ବୁକିଂ କରନ୍ତି ବହୁତ ରେୟାର ଆସନ୍ତି, କିନ୍ତୁ ଯୋଉମାନେ ଡାଇରେକ୍ଟ ସରିଯାଉଛି, ଯାହାର ବୁକିଂ ହଉନି, ସେମାନେ ବାଧ୍ୟ ହେଇକି ଟାଙ୍କି ନେଇକି ଆସୁଛନ୍ତି ଯେ ଆମର କାହିଁ ବୁକିଂ ହଉନି। ଗ୍ୟାସ୍ ରେଟ୍ ବି ବଢିଗଲା, 7 ତାରିଖ ଦିନ ବଢିଗଲା ହଠାତ୍ ଲୋକ। ତାପରେ ମାନେ ଫୋର୍ସ କଲେ, କହୁଛନ୍ତି କେମିତି ଆମ ବିଲ୍ କ୍ୟାନସଲ ହେଇଯାଇଛି କ'ଣ ପାଇଁ? ହଠାତ୍ ବିଲ୍ ବାହାରିଲା, ତାପରେ କ୍ୟାନସଲ ହେଇଗଲା କ'ଣ ପାଇଁ? ଆଜ୍ଞା ରେଟ୍ ପାଇଁ ସେଟା କ୍ୟାନସଲ ହେଇଯାଇଛି। ଆଗରୁ ତ ଆମେ ଆଗରୁ ସବୁ ଆସେ, ଆମ 342 ଲେଖା ସବୁ ଗାଡିରେ ଆସେ। ଏବେ ସବୁ କମ ଆସୁଛି, ମାନେ ସେଇ ଆସୁଛି, କିନ୍ତୁ ଆମେ ଧର 4ଟା ଲୋଡ ପକେଇଥିବୁ, ଆମ ପାଖକୁ ଗୋଟେ ଲୋଡ ଆସିବ। କମର୍ସିଆଲ ଷ୍ଟାଟସ୍ ବନ୍ଦ, ଏବେ କମର୍ସିଆଲ ଦଉନାହାନ୍ତି।